କନ୍ଧମାଳ ଜିଲ୍ଲା ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ଏକ ପ୍ରମୁଖ ଜିଲ୍ଲା ଅଟେ। ଫୁଲବାଣୀ କନ୍ଧମାଳର ସବୁଠୁ ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା। ଆଜି ଆମେ ଏହି କନ୍ଧମାଳ ଜିଲ୍ଲା ବିଷୟରେ ଡିଟେଲରେ ସବୁକିଛି ଜାଣିବା। ଏଥିରେ ରହିଛି ଇତିହାସ, ଭୌଗୋଳିକ ଅବସ୍ଥିତି, ପ୍ରଶାସନିକ ବିଭାଗ, ରାଜନୀତି, ପର୍ଯ୍ୟଟନ ସ୍ଥଳୀ, ଆର୍ଥିକ ବ୍ୟବସ୍ଥା ଏବଂ ଏଠାର ଜନସଂଖ୍ୟା। ଏସବୁ ବିଷୟରେ ଡିଟେଲରେ ଜାଣିବାକୁ ଚାହୁଁଥିଲେ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। କନ୍ଧମାଳ ଜିଲ୍ଲାର ଇତିହାସରୁ ଅନେକ କିଛି ଘଟଣାବଳୀ ସମ୍ପର୍କରେ ଜଣାପଡ଼ିଥାଏ। ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲା, ଯେଉଁଠି ଆପଣ ଅନେକ ଘାଟି ରାସ୍ତା ଦେଖିବାକୁ ପାଇବେ। ଏହି ଜିଲ୍ଲାର ଇତିହାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିଛି। ତାହାର ପ୍ରମାଣ ତୃତୀୟ ଖ୍ରୀଷ୍ଟପୂର୍ବ ଶତାବ୍ଦୀରେ ମିଳିଥାଏ। ସେ ସମୟରେ ଏହା ଏକ ଅଜୟ ଅଟାଭିକ ରାଜ୍ୟ ଭାବେ ପରିଚିତ ଥିଲା। ଜିଲ୍ଲାର ଇତିହାସରୁ ଜଣାଯାଏ ଯେ ଏହା ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ଥିଲା। ପରବର୍ତ୍ତୀ ସମୟରେ ଏହି ପର୍ବତୀୟ ଅଟାଭିକ ରାଜ୍ୟ କନ୍ଧମାଳ ନାମରେ ପରିଚିତ ହେଲା। ଇତିହାସରୁ ଜଣାଯାଏ ଯେ କନ୍ଧମାଳ ଜିଲ୍ଲାର ନାମକରଣ ଏଠାରେ ବସବାସ କରୁଥିବା ସାହସୀ ଖୋଣ୍ଡ ଜନଜାତିଙ୍କ ଠାରୁ ଆସିଛି। ଓଡ଼ିଶାର ଶେଷ ସ୍ୱଦେଶୀ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ତିନୋଟି ଛୋଟ ରାଜ୍ୟ ଯଥା ବୌଦ୍ଧ, ଘୁମୁସୁର ଓ ଖେମୁଣ୍ଡିକୁ ନେଇ ବର୍ତ୍ତମାନ ସମୟର କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା। ଊନବିଂଶ ଶତାବ୍ଦୀରେ ଇଂରେଜମାନଙ୍କ ଆଗମନ କ୍ରମେ କନ୍ଧମାଳ ଜିଲ୍ଲାର ଆଧୁନିକ ଇତିହାସ ଲିପିବଦ୍ଧ କରାଯାଇଥିଲା। କିନ୍ତୁ ଇଂରେଜମାନଙ୍କୁ କନ୍ଧମାଳ ଜିଲ୍ଲା ଶାସନ କରିବାରେ ବହୁତ ବିରୋଧ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଭଞ୍ଜବଂଶୀ ଶାସକମାନେ 1835 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କନ୍ଧମାଳକୁ ନିଜ ଅଧୀନରେ ରଖି ଶାସନ କରିଥିଲେ। କନ୍ଧମାଳ ଇତିହାସ ଅନୁସାରେ ବର୍ତ୍ତମାନର କନ୍ଧମାଳ ଜିଲ୍ଲା ଉପଖଣ୍ଡ ଓ ବାଲିଗୁଡ଼ା କ୍ଷେତ୍ର ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସିତ ହୋଇଥିଲା। 1830 ଓ 1880 ଖ୍ରୀଷ୍ଟାବ୍ଦ ସମୟରେ ଇଂରେଜମାନେ ଗଙ୍ଗବଂଶୀ ସମର୍ଥିତ ପାହାଡ଼ୀ ଶାସକଙ୍କୁ ପରାସ୍ତ କରି କନ୍ଧମାଳ ଜିଲ୍ଲାକୁ ଅଧିକାର କରିଥିଲେ। କନ୍ଧମାଳ ଜିଲ୍ଲା, ଯାହାକି ମୂଳତଃ ବୌଦ୍ଧ ଜିଲ୍ଲାର ଅଂଶ ଥିଲା, ତାହା ଅତ୍ୟନ୍ତ ଜଟିଳ ଐତିହାସିକ ସମୟ ମଧ୍ୟ ଦେଇ ଗତି କରିଲା। ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା 1955 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୌଦ୍ଧର ଏକ ଅଭିନ୍ନ ଅଙ୍ଗ ଥିଲା। ଇଂରେଜଙ୍କ ଶାସନ କାଳରେ ହିଁ ବୌଦ୍ଧ ଜିଲ୍ଲାର ବିଭକ୍ତୀକରଣ ହୋଇ କନ୍ଧମାଳ ଜିଲ୍ଲା ନୂଆ ରୂପରେ ଗଠିତ ହୋଇଥିଲା। 1993 ମସିହା ଅପ୍ରେଲ 1 ଦିନ କନ୍ଧମାଳ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। 1 ଅପ୍ରେଲ 1993 ପୂର୍ବରୁ ଏହା ବୌଦ୍ଧ କନ୍ଧମାଳ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା। ଏବେ ଜାଣିବା ଏହାର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ। ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲାର ଆୟତନ ରହିଛି 7649 ବର୍ଗ କିଲୋମିଟର। ଅବସ୍ଥିତି ବିଷୟରେ କଥା ହେଲେ ଏହାର ପୂର୍ବରେ ରହିଛି ନୟାଗଡ଼ ଜିଲ୍ଲା, ପଶ୍ଚିମରେ ରହିଛି କଳାହାଣ୍ଡି ଜିଲ୍ଲା, ଉତ୍ତରରେ ବୌଦ୍ଧ ଜିଲ୍ଲା ଏବଂ ଦକ୍ଷିଣରେ ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା। ମୁଖ୍ୟ ନଦୀ ହେଉଛି ସାଲୁଙ୍କୀ ନଦୀ। 2011 ଜନଗଣନା ଅନୁସାରେ କନ୍ଧମାଳ ଜିଲ୍ଲାର ମୋଟ ଲୋକସଂଖ୍ୟା 7,31,952 ଥିଲା। ଏଥିମଧ୍ୟରୁ ଗ୍ରାମାଞ୍ଚଳରେ 6,59,788 ଓ ସହରାଞ୍ଚଳରେ 72,164 ଲୋକ ବାସ କରନ୍ତି। ପୁରୁଷଙ୍କ ସଂଖ୍ୟା ରହିଛି 3,59,401 ଏବଂ ମହିଳାଙ୍କ ସଂଖ୍ୟା ରହିଛି 3,72,551। ସାକ୍ଷରତା ହାର ବିଷୟରେ କଥା ହେଲେ ଏଠାରେ ସାକ୍ଷରତା ହାର ରହିଛି 65.12%, ଯେଉଁଥିରେ ପୁରୁଷଙ୍କ ହାର ରହିଛି 78.41% ଏବଂ ମହିଳାଙ୍କ ହାର ରହିଛି 52.46%। ପ୍ରଶାସନିକ ବିଭାଗ ବିଷୟରେ ଚାଲନ୍ତୁ ଏବେ ଜାଣିବା। ଏହାର ଉପଖଣ୍ଡ ସବଡିଭିଜନ 2ଟି ରହିଛି, କନ୍ଧମାଳ ଓ ବାଲିଗୁଡ଼ା। ତହସିଲ 12ଟି ରହିଛି, ସେଗୁଡ଼ିକ ହେଲା ଫିରିଙ୍ଗିଆ, ଖଜୁରୀପଡ଼ା, ବାଲିଗୁଡ଼ା, ଚକାପାଦ, ଦାରିଙ୍ଗବାଡ଼ି, ଉଦୟଗିରି, କୋଟଗଡ଼, ନୂଆଗାଁ, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ ଓ ଫୁଲବାଣୀ। ବ୍ଲକ ରହିଛି 12ଟି, ସେଗୁଡ଼ିକ ହେଉଛି ଫିରିଙ୍ଗିଆ, ଖଜୁରୀପଡ଼ା, ବାଲିଗୁଡ଼ା, ଚକାପାଦ, ଦାରିଙ୍ଗବାଡ଼ି, ଉଦୟଗିରି, କୋଟଗଡ଼, ନୂଆଗାଁ, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ ଓ ଫୁଲବାଣୀ। ଏଠାରେ 2503ଟି ଗ୍ରାମ ରହିଛି। ରାଜନୀତି ବିଷୟରେ ଯଦି ଆମେ କଥା ହେବା, ତେବେ ଲୋକସଭା ନିର୍ବାଚନ ମଣ୍ଡଳୀ ହେଉଛି କନ୍ଧମାଳ। ବିଧାନସଭା ନିର୍ବାଚନ ମଣ୍ଡଳୀରେ ଫୁଲବାଣୀ, ବାଲିଗୁଡ଼ା ଏବଂ ଉଦୟଗିରି ଆସୁଛି। ଯଦି ଆମେ ଏହାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ କଥା ହେବା, ତେବେ ଲିଷ୍ଟରେ ରହିଛି ପ୍ରଥମରେ ଦାରିଙ୍ଗବାଡ଼ି, ଏହାପରେ ପୁତୁଡ଼ି, ବଲସକୁମ୍ପା, ଚକାପାଦ, ବେଲଘର, କଳିଙ୍ଗା ଘାଟି, ମଣ୍ଡାସୋର, ପକୋଡ଼ା ଝର, କାଟ୍ରାମଲ ଝର ଏବଂ ଲୁଦୁ ଜଳପ୍ରପାତ।
କନ୍ଧମାଳ ଜିଲ୍ଲାକୁ ଯଦି ଆପଣ କେବେ ବୁଲିବାକୁ ଯାଉଛନ୍ତି ତେବେ ଏଠାରେ ଅନେକ ପ୍ରାକୃତିକ ଶୋଭାରାଜି ଆପଣ ଦେଖିବାକୁ ପାଇବେ, ଯାହାକି ଅତ୍ୟନ୍ତ ସୁନ୍ଦର। ଚାଲନ୍ତୁ ଜାଣିବା ଏବେ ଏହି ଜିଲ୍ଲାର ଅର୍ଥବ୍ୟବସ୍ଥା ସମ୍ପର୍କରେ। 2004-2005 ଆର୍ଥିକ ବର୍ଷରେ ଓଡ଼ିଶାର ବ୍ୟକ୍ତି ପିଛା ସମସ୍ତ ଘରୋଇ ଉତ୍ପାଦର ଆକଳନ ମୂଲ୍ୟ 23,968 ଟଙ୍କା ଥିବାବେଳେ କନ୍ଧମାଳ ଜିଲ୍ଲାରେ ଏହା 40,729 ଟଙ୍କା ଥିଲା। 2004-2005 ବର୍ଷର ସମସ୍ତ ଘରୋଇ ଉତ୍ପାଦକୁ ଦୃଷ୍ଟିରେ ରଖି 2010-2011 ବର୍ଷ ପାଇଁ କରାଯାଇଥିବା ଗଣନା ଅନୁସାରେ ଘରୋଇ ଉତ୍ପାଦନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା 2.56% ଅଂଶଦାନ କରି 13ତମ ସ୍ଥାନରେ ରହିଲା। ଜିଲ୍ଲାର ମୂଳ ଓ ପ୍ରକୃତ ଘରୋଇ ଉତ୍ପାଦ କ୍ଷେତ୍ରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ହେଉଥିବା ଆୟ ସର୍ବାଧିକ ଥିବାବେଳେ ଏହା ପଛକୁ ସେବା କ୍ଷେତ୍ର, ବ୍ୟାଙ୍କ, ବ୍ୟବସାୟ, ସ୍ଥାବର ସମ୍ପତ୍ତି, କ୍ରୟ ବିକ୍ରୟ ଓ ନିର୍ମାଣ ରହିଛି। ଶିଳ୍ପଜନିତ ଆୟ କ୍ଷେତ୍ରରେ ଜିଲ୍ଲାର ମୂଳ ଓ ପ୍ରକୃତ ଘରୋଇ ଉତ୍ପାଦ ମୂଲ୍ୟ ସର୍ବନିମ୍ନ ଅଟେ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଉଦ୍ୟାନ କୃଷି, ଗୃହପାଳିତ ପ୍ରାଣୀ ପାଳନ, ମତ୍ସ୍ୟ ଚାଷ, ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜିଲ୍ଲାର ଅର୍ଥନୀତି ନିର୍ଭର କରେ। ଜମି ଏହି ଜିଲ୍ଲାର ଏକ ମୁଖ୍ୟ ସମ୍ପତ୍ତି ହୋଇଥିବାରୁ ଜମି ଆଧାରିତ କାର୍ଯ୍ୟକଳାପ ମୁଖ୍ୟ ଜୀବନ ଜୀବିକା କାର୍ଯ୍ୟ ଅଟେ। ଭାରତ ବନ୍ୟ ସର୍ବେକ୍ଷଣ ବିବରଣୀ 2011 ଅନୁସାରେ ଜିଲ୍ଲାର 78.18% ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ ଅଟେ। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ଏଠାରେ ହଳଦୀ, ଝାଡୁ, ତୈଳବୀଜ, କେନ୍ଦୁପତ୍ର, ଔଷଧୀୟ ବୃକ୍ଷ, ଝୁଣା ଆଦି ଲଘୁ ବନଜାତ ଦ୍ରବ୍ୟ ବହୁଳ ପରିମାଣରେ ମିଳେ। ଭୌଗୋଳିକ ଆକୃତିରେ ଭିନ୍ନତା ଯୋଗୁଁ ଜିଲ୍ଲାର 70% ଅଞ୍ଚଳ କୃଷି କାର୍ଯ୍ୟ ପାଇଁ ଅନୁପଯୁକ୍ତ ଅଟେ। ଉଦ୍ୟାନ କୃଷି ପାଇଁ ଜିଲ୍ଲାର ଜଳବାୟୁ ଅନୁକୂଳ ହୋଇଥିବାରୁ ହଳଦୀ, ଅଦା ଓ ମହୁ ପାଇଁ ଜିଲ୍ଲାର ସୁନାମ ରହିଛି। 2011-2012 ଆର୍ଥିକ ବର୍ଷ ସୁଦ୍ଧା 2.88 କୋଟି ଟଙ୍କା ବିନିଯୋଗରେ ଜିଲ୍ଲାରେ 116ଟି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଥିଲା। ଜିଲ୍ଲାକୁ ଅର୍ଥନୈତିକ ବିକାଶ ପଥରେ ନେବା ଦିଗରେ କୃଷି, ଉଦ୍ୟାନ କୃଷି, ପର୍ଯ୍ୟଟନ, ଜଙ୍ଗଲ ସମ୍ପଦ ଓ ଅଣୁ ଉଦ୍ୟୋଗ ଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ସରକାର ଯଦି ଏଠାରେ ମୁଖ୍ୟ ସମସ୍ୟା ଉପରେ ଅଧିକ ଧ୍ୟାନ ଦେବେ ତେବେ ଏହି ଜିଲ୍ଲା ଆହୁରି ଅଧିକ ଅଗ୍ରଗତି କରିପାରିବ। ତେବେ ଏହା ଥିଲା କନ୍ଧମାଳ ଜିଲ୍ଲାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ। କନ୍ଧମାଳ ଜିଲ୍ଲା ବିଷୟରେ ଏହି ଡିଟେଲ ଇନଫର୍ମେସନ ଯଦି ଆପଣଙ୍କୁ ଆଜି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। କେଉଁମାନେ କନ୍ଧମାଳ ଜିଲ୍ଲାରୁ ଏହି ଭିଡ଼ିଓଟିକୁ ମୋର ଦେଖୁଛନ୍ତି ସେମାନେ ମଧ୍ୟ ମୋତେ କମେଣ୍ଟରେ ଜଣାନ୍ତୁ। ଆମ ଦେଶ, ଦୁନିଆ, ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଇନଫର୍ମେଟିଭ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ମୋ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ଆପଣମାନେ କେଉଁ ନୂଆ ଇନଫର୍ମେସନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ ମୋତେ କମେଣ୍ଟରେ ଜଣାଇ ପାରିବେ।